ସନାସାର ଅଛନ୍ତି ନିଶ୍ଚିନ୍ତ ଭାବରେ ଆମ ଗାଁର ଗୁରୁ ଏବଂ ବଳଭଦ୍ର ସାହିର ଅଛନ୍ତି ସାର୍ ମହୋଦୟ ମୁଖ୍ୟାଂଶରେ ବୁଝାବୁଝି କରୁଛନ୍ତି। ଆମେ ତାଙ୍କ ସହିତ କିଛି ଆଲୋଚନା କରିବୁ। ସେ ଯେଉଁ 19 ବର୍ଷର କାର୍ଯ୍ୟକ୍ରମ ଚାଲିଛି ମାନସ ସହିତ ମାନସ ସିଧାସଳଖ ଆଜି ଶେଷ ପୂର୍ଣ୍ଣାହୁତି କ'ଣ ରଖିବେ ବାର୍ତ୍ତା ସାର୍? ଆଜ୍ଞା ସମସ୍ତଙ୍କୁ ପ୍ରଣାମ। ଜୟ ଶ୍ରୀରାମ, ଜୟ ସୀତାରାମ। ଆଜି 19 ବର୍ଷ ହେଲା ଶ୍ରୀ ଶ୍ରୀ ରାସବିହାରୀ ମଠ ବଳଭଦ୍ରପୁର ଠାରେ ରାମଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି। ବଳଭଦ୍ରପୁର, ଗୋପୀନାଥପୁର, ମାନପୁର, ବାଲିପାହାଡ଼, ଜଗନ୍ନାଥପୁର, ଖଇରପଙ୍ଗା 6ଟି ଗାଁର ଶ୍ରଦ୍ଧାଳୁ ଭକ୍ତମାନଙ୍କର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହା ସହିତ ଆମ ଏହି 6ଟି ଗାଁର ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଏଠାରେ ଉପସ୍ଥିତ ହେଉଛନ୍ତି, ଯୋଗ ଦେଉଛନ୍ତି। ସେମାନଙ୍କର ସାହାଯ୍ୟ ସହଯୋଗ ମଧ୍ୟ ରହିଛି। ତେଣୁ ଠାକୁର ସେମାନଙ୍କର ସବୁ ଭକ୍ତମାନଙ୍କର ମଙ୍ଗଳ କରନ୍ତୁ, ଏହା ମୋର ଠାକୁରଙ୍କ ପାଖରେ ନିବେଦନ। 19 ବର୍ଷର ଆଜି ଶେଷ ରାତ୍ର ଏବଂ ଉଦ୍ଯାପନ ଦିବସରେ ଶେଷ କିଏ ଅଛନ୍ତି ଯେଉଁ ପ୍ରବଚନ ଦେଉଛନ୍ତି ପ୍ରବକ୍ତା କିଏ ଅଛନ୍ତି ଗୁରୁ? ସନ୍ଥ କୃପାସିନ୍ଧୁ ଦାସଜୀ ମହାରାଜ ଅଛନ୍ତି ଏବଂ ଆଜି ହେଉଛି ପୂର୍ଣ୍ଣାହୁତି ଦିବସ। ଦିନ 4ଟା ଅପରାହ୍ନ 4ଟା ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଏହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଆସି ଉପସ୍ଥିତ ହୁଅନ୍ତୁ ଏବଂ ପ୍ରବଚନ ଶୁଣନ୍ତୁ, ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଏବଂ ଶେଷରେ ଆପଣମାନେ ପ୍ରସାଦ ସେବନ କରିକି ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ। ପୁଣି ଆଉ ଗୋଟିଏ ବର୍ଷ ପରେ ଆମେ ଅପେକ୍ଷା କରିବା ପୁଣି ଠାକୁରଙ୍କର ଲୀଳା ଆରମ୍ଭ କରିବା ପାଇଁ। ବାଲିପାହାଡ଼ ଯେଉଁ ମଠ କହୁଛନ୍ତି, ମଠର କେତେ ଅନୁଭୂତି ଆଜି 19 ବର୍ଷ ହେଲା କରିଆସନ୍ତି। ଏ ମଠର ଅନୁଭୂତି ଟିକେ କହିଲେ, ଏତେ ସୁନ୍ଦର ଅନୁଭୂତି 7 ଦିନ 9 ଦିନ କାଳ ଯେଉଁ ହେଇଥିଲା ଆଜି 5 ତାରିଖରୁ 14 ତାରିଖ ଆଙ୍କେ, ସେ ଅନୁଭୂତି ଟିକେ କୁହନ୍ତୁ। କେଉଁଠୁ ସବୁ ଆସିଥିଲେ ପଣ୍ଡିତ ମାନେ? ଏଇ ଯେଉଁ ଝାଳବାଜୁ ହବନି, ହଁ, এই যে পারায়ণ কার্যক্রম শ্রী রামচরিত ମାନସ নବାନ୍ନ ପାରାୟଣ ଆକୁ ଆରମ୍ଭ କରିଥିଲେ ଆମ ଏଇ ମଠର ମହନ୍ତ ଶ୍ରୀ ମଦନ ମୋହନ ଦାସ ମହାରାଜ ଏବଂ ତାଙ୍କ ପରେ ତାଙ୍କର ଶିଷ୍ୟ ପ୍ରାଣକୃଷ୍ଣ ମହାରାଜ, ଯିଏକି এই ରାମଚରିତ ମାନସକୁ ଏଠି ଆରମ୍ଭ କରିଥିଲେ। ଏବଂ ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ 19 ବର୍ଷ ହେଲା, 19 ବର୍ଷ ଧରି এই କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ଭକ୍ତମାନେ ଏବଂ ଅଞ୍ଚଳର ଲୋକମାନେ ମଧ୍ୟ এই କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଏବଂ ଆକୁ ସାଫଲ୍ୟମଣ୍ଡିତ କରୁଛନ୍ତି। ପ୍ରଥମ ସନ୍ଧ୍ୟାରୁ କିଏ କିଏ ଥିଲେ? ସେ ଯେଉଁ କବିମାନେ ଆସିଥିଲେ ଆମର ଗାଉଥିଲେ ପ୍ରବଚକମାନେ ଥିଲେ, ହଁ, ପ୍ରବକ୍ତାମାନେ। ହଁ, ପ୍ରଥମ ଦିବସ 2 ରାତି ଥିଲେ ଆମର ନିରଞ୍ଜନ ମହାପାତ୍ର ପୁରୀ ମହୋଦୟ ଚନ୍ଦନପୁର। ତାପରେ 3 ଦିନ ଥିଲେ ବିଜୟ ରାଘବେନ୍ଦ୍ର ପଣ୍ଡିତ ବିଜୟ ରାଘବେନ୍ଦ୍ର ଦାସଜୀ ମହାରାଜ, ଯିଏକି ଭଦ୍ରକରୁ ଆସିଥିଲେ। ଏବଂ ତାପରେ 2 ଦିନ ଥିଲେ ଆମର 3 ଦିନ କରୁଛନ୍ତି। ତାପରେ 3 ଦିନ ଥିଲେ, ତାପରେ 2 ଦିନ ଥିଲେ। 3 ଦିନ କିଏ କରୁଥିଲେ? 3 ଦିନ ରାଘବେନ୍ଦ୍ର, ବିଜୟ ରାଘବେନ୍ଦ୍ର। ଆଜ୍ଞା। ବର୍ତ୍ତମାନ ଆଜି ଅଛନ୍ତି ଏବଂ ଗତକାଲି ଥିଲେ ଆମର ହେଉଛନ୍ତି କୃପାସିନ୍ଧୁ ଦାସଜୀ ମହାରାଜ। ଆଉ ଜଣେ ଯାହା ନା କହିଲେ ସେକେଣ୍ଡ ସନ୍ଧ୍ୟାରେ କିଏ ଥିଲେ? ଭକ୍ତ ଥିଲେ ଗାନ କରୁଥିଲେ 2 ଦିନ, ଆଉ ଜଣେ 4 ଜଣ ତ ଆସିଥିଲେ। ଆଉ ଷଷ୍ଠ ସପ୍ତମ ଏଇ 2 ଦିନ ଥିଲେ ପ୍ରେମାନନ୍ଦ ଦାସ ମହାରାଜ। କେଉଁଠୁ ଆସିଥିଲେ? ଭୁବନେଶ୍ୱର ଆସିଥିଲେ। ନିଶ୍ଚିନ୍ତ ଭାବରେ ଉଚ୍ଚକୋଟୀର ଶେଷ ଦିନ କେତେ ଲୋକ ହେବେ ବୋଲି ସମାଗମ ଆଶା ବିଶ୍ୱାସ ଅଛି ଆପଣଙ୍କର ଏଇ ଯେଉଁ ଉଦ୍ଯାପନ ଦିବସରେ? ପ୍ରାୟ 600-700 ଲୋକ এই ଶେଷ ଦିନ ଆମର ଏଠି ଉପସ୍ଥିତ ରହନ୍ତି, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଦେଖନ୍ତି, ସନ୍ଧ୍ୟା ଆଳତି ଦର୍ଶନ କରନ୍ତି, ପ୍ରବଚନ ଶୁଣି ପ୍ରସାଦ ସେବନ କରି। ଗତକାଲି ଯେଉଁ ବର୍ଷା ହେଲା କେତେ କେତେ ଦୁଃଖଦ, ଲୋକମାନେ କେତେ ମାନେ ହଇରାଣ ହେଇଛନ୍ତି। ରାତ୍ରରେ ମୋ ପିଲା ବି ଯାଇଥିଲେ, ମୁଁ ନିଜେ କାଲି ଯାଇଥିଲି, କେତେ ଦୁଃଖ ଲାଗିଥିଲା। କାଲି ହଠାତ୍ କାଳବୈଶାଖୀ ଆସିଲା, ସବୁ ସ୍ତବ୍ଧ କରିଥିଲା। ସମସ୍ତ ମନରେ ପୁରା ହସର ଲୁହର ଭିତରେ ଗୋଟେ ଅଲଗା ପ୍ରକାର ମନ ଆସିଥିଲା। ପରିସମାପ୍ତି ଆଉ ମାତ୍ର 10 ମିନିଟ୍ ବାକି ଥିଲା, ବର୍ଷା ଆରମ୍ଭ ହେଲା ଏବଂ ଆମେ ଭକ୍ତମାନଙ୍କୁ ନିବେଦନ କଲୁ ଯେ ପ୍ରସାଦ ସେବନ କରିଯିବେ ଏବଂ ବିଭିନ୍ନ ସ୍ଥାନରେ ରହିବା ଯଜ୍ଞ ମଣ୍ଡପ ଥିଲେ, ଯଜ୍ଞ ମଣ୍ଡପ, ରାଧାକାନ୍ତ ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ଥିଲେ। ଏବଂ ଯେମିତି ବର୍ଷା କମିଛି, ବର୍ଷା କମିବା ପରେ ସେଠି ପ୍ରସାଦ ସେବନ କରି ସମସ୍ତେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଯାହା ହଉ ଆଜି ସୁନ୍ଦର ଭାବରେ ଆଜି କିଏ ଆପଣଙ୍କର ଏଇ ଅଞ୍ଚଳବାସୀ କିଏ ସବୁ ଆସୁଛନ୍ତି ଏଠାକାର ଲୋକାଲ ଯେଉଁମାନେ ଆସିଥିଲେ କଳାପଥର ସ୍ୱପ୍ନପୁର ଷ୍ଟୁଡ଼ିଓର, ସେ ସବୁଦିନ ଏଠି ଆକର୍ଷଣ ସଦାବେଳେ ହୁଅନ୍ତି। ସେ ବାବୁଙ୍କ ନାଁ ମୁଁ ଜାଣିନି। ଧ୍ରୁବ ଭାଇ, ରମେଶ ଭାଇ, ହଁ କୁହନ୍ତୁ। ଧ୍ରୁବ ଭାଇ ଯାହାଙ୍କର ମଞ୍ଚ ପ୍ରାୟ 50 ବର୍ଷରୁ ଉର୍ଦ୍ଧ୍ୱ ହେବ, ତେଣୁ ସେ ସବୁବେଳେ ଆସୁଛନ୍ତି ଏବଂ ବଡ଼ମ୍ବା, ଗୋପୀନାଥପୁର, ତୁଣପୁର ସେପଟୁ ବାଲିଝରି ସିଆଡ଼ୁ ମଧ୍ୟ ଲୋକ ଆସୁଛନ୍ତି, ଭକ୍ତମାନେ ଆସୁଛନ୍ତି। ଆଉ ଆମ ଗ୍ରାମର ଚତୁଃପାର୍ଶ୍ୱରେ
8-10 ଖଣ୍ଡ ଗ୍ରାମରେ ମଧ୍ୟ ଭକ୍ତମାନେ ଆସୁଛନ୍ତି। ନିଶ୍ଚିନ୍ତ ଭାବରେ ତ ପ୍ରଥମ ସନ୍ଧ୍ୟାରେ ମାଇକେଲ ଯାଇଥିଲେ ଆପଣ ଛାତ୍ର 10 ମିନିଟର କାର୍ଯ୍ୟକ୍ରମ ସାରିକି ସାରା ଓଡ଼ିଶାବାସୀଙ୍କୁ 19 ବର୍ଷର ଅନୁଷ୍ଠାନକୁ ମୁଁ ଲୋକଙ୍କ ପାଖରେ ପହଞ୍ଚିଥିଲି ମଧ୍ୟ ସେ ପ୍ରବନ୍ଧଠାରୁ ମୁଁ ବାର୍ତ୍ତା ବି ଆଣିଥିଲି ସୋସିଆଲ ମିଡ଼ିଆ ଛାଡ଼ିଛି। ଆଉ ଆମର କର୍ମକର୍ତ୍ତା ଏବଂ ସମସ୍ତ ସଭ୍ୟମାନେ ଏଥିପାଇଁ ଖୁସି ଏବଂ ଆମେ ମଧ୍ୟ ଆଲୋଚନା କରିଛୁ ଆସନ୍ତା ବର୍ଷ ଯେତେବେଳେ ପ୍ରସ୍ତୁତି ବୈଠକ ପ୍ରଥମ ପ୍ରସ୍ତୁତି ବୈଠକ ହେବ ଆମେ ଚାରିଆଡ଼େ ପିଲାମାନଙ୍କୁ ଆମର ସବୁ ଜଣାଇବା ଯେ କେବେ ଆମର ଏଇ ପ୍ରବଚନ କାର୍ଯ୍ୟ ଆରମ୍ଭ ହେଉଛି। ନିଶ୍ଚିତ ଭାବରେ ଆମେ ସାର୍ଙ୍କ ବାର୍ତ୍ତାକୁ ଶୁଣୁଥିଲୁ। ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସେ ଅଛନ୍ତି ସେଇ ଯେଉଁ ପଣ୍ଡିତ କହିଲେ ତାଙ୍କ ନାଁ କୃପା ସିଂ ଦାସଜୀ ମହାରାଜ। ଆଜି ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅଛି। ନିଶ୍ଚିତ ଭାବରେ ଆମ ସହିତ ରମେଶ ବାବୁ ଯୋଡ଼ିଲେଣି। କ'ଣ କହିବେ? 19 ବର୍ଷର ଅନୁଷ୍ଠାନ ବାଲିପାହାଡ଼ ମଠ ଗୋଟେ ସୁନ୍ଦର ଅନୁଷ୍ଠାନ ବଳଭଦ୍ର ପଞ୍ଚାୟତ ସୁନ୍ଦର ଭାବରେ ରଖିବା ବାର୍ତ୍ତା ଆସିବ। ବଳଭଦ୍ରପୁର ପଞ୍ଚାୟତ ଗୋଟିଏ ବର୍ଷ ଅଧିକ କରିଦେଇକି ଆଉ ଗୋଟେ ବର୍ଷ କାଟିଦେବାକୁ ମୁଁ ସେଇଟା ମୁଁ ଚାହୁଁଛି ସବୁ ବର୍ଷ ଯେମିତି ସୁରୁଖୁରୁରେ କରନ୍ତୁ। ତ ନିଶ୍ଚିନ୍ତ ଭାବରେ ଆଜି ଶେଷ ସନ୍ଧ୍ୟା ଯେଉଁ ଆକର୍ଷଣ ଅଛନ୍ତି ଯେ ପଣ୍ଡିତ ସାର୍ ଯାହାଙ୍କ ନାଁ କହିଥିଲେ କେତେ ଲୋକ ପାଇଁ ସମାଜର 700-800 ଲୋକ ହେବେ। ତ ସୁନ୍ଦର ଭାବରେ ହଠାତ୍ କିନ୍ତୁ କାଳବୈଶାଖୀ ଚାଲିଥିଲା ନ ହଉ ସୁରୁଖୁରୁରେ କାର୍ଯ୍ୟକ୍ରମ ଚାଲୁ ଉଦ୍ଯାପନ ଶେଷ ସନ୍ଧ୍ୟା ରଖିବା। ଦେଖନ୍ତୁ ମାଇକେଲ ଆପଣ ତ ଜଣେ ରିପୋର୍ଟର କିନ୍ତୁ 600-700 ଲୋକ ଆସିବେ ବୋଲି ଆମେ ଭାବିପାରୁନି। ଆମେ 1000 ଲୋକ ହେଇପାରନ୍ତି, 1500 ହେଇପାରନ୍ତି, 2000 ହେଇପାରନ୍ତି, 500 ହେଇପାରନ୍ତି। ଯାହାର କାମ ହେଉଛି ଯେଉଁ ଠାକୁରଙ୍କ ପାଇଁ ବିବାହ ଚାଲିଛି ସିଏ ଯାହା ଚାହିଁବେ ତାହା ହେବ। ଆଉ ଆଜିର ମୁଖ୍ୟ ଆକର୍ଷଣ ଯେଉଁ ଆପଣ କହୁଛନ୍ତି ଏଠି ମୁଖ୍ୟ ଆକର୍ଷଣ କୁହନ୍ତୁନି,